ସମସ୍ତଙ୍କୁ ପଣା ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା ଆଉ ଶୁଭକାମନା। ତ ପଣା ସଂକ୍ରାନ୍ତିରେ ତ ମୁଁ ଏଠି ପଣାର ପ୍ରିପାରେସନ୍ ଆଜି କରୁନି, କାହିଁକି କରୁନି ସେଇଟା ଆଗକୁ କହିବି। ଆଉ ଏଠି ମୁଁ ଆଉ ଗୋଟେ ପୁରୁଣା ଭିଡ଼ିଓର ଏଡ଼ିଟିଂ କରିକି ସେଇଟା ଅପଲୋଡ଼ କରୁଛି। ତ ଲଞ୍ଚର ପ୍ରିପାରେସନ୍ ମୁଁ କରୁଛି। ତ ଲଞ୍ଚରେ ମୁଁ ଗୋଟେ ଡାଲିର ପ୍ରିପାରେସନ୍ କରୁଛି, ଯେଉଁଟାକି ପାଖାପାଖି କାଞ୍ଜିର ଟେଷ୍ଟ ଆପଣଙ୍କୁ ଦେବ। ଆଉ ତା ସହ କିଛି ସବଜି ବନେଇବି। ତେବେ ଚାଲନ୍ତୁ ଆରମ୍ଭ କରିବା। ଏଠି ଡାଲିରେ ମୁଁ ମସୁର ଡାଲିରେ ମୂଳା ଗୋଟେ, ତା ସାଙ୍ଗରେ ଆମ୍ବୁଲ ଗୋଟେ ପକେଇକି ତାକୁ ମୁଁ ସିଟି ମାରି ଦେଇଛି। ବହୁତ କମ୍ ଡାଲି ନେବେ, ତାହେଲେ ତାର ଟେଷ୍ଟ ଭଲ ଆସିବ। ଏଠି ମୁଁ ପଣସକୁ ସିଝେଇକି ରଖି ନେଇଛି। ପଣସକୁ 2ଟା ସିଟି ମୁଁ ଦେଇଥିଲି, ତ ସେତିକିରେ ପଣସଟା ସିଝି ଯାଇଛି। ଏବେ ଆମେ ଆର ସବଜି ବନେଇ ନେବା ପଣସର। ତ ତାକୁ ଟିକେ ସମୟ ଆଗ ପ୍ରଥମେ ତେଲରେ ଭାଜି ଦେବା। ଛାଣିଦେଲେ ବି ଆର ଟେଷ୍ଟ ବହୁତ ଭଲ ଆସିବ, କିନ୍ତୁ ହଁ ଟିକେ ଯଦି ତେଲ କମ୍ ୟୁଜ୍ କରିବା ପାଇଁ ଚାହୁଁଛନ୍ତି ତେବେ ୟାକୁ ଏମିତି ଭାବରେ ଭାଜି ନିଅନ୍ତୁ। ଆର ଆମେ କଷା ବନେଇବା, ତରକାରୀ ବନେଇବାନି, ପାଣିଆ କରିବାନି। ତ ଏଟାକୁ 5ରୁ 7 ମିନିଟ୍ ଭାଜିବା ପରେ ତାକୁ କାଢ଼ିଦେବା। ଆଉ ଏଇ କଡ଼େଇରେ ଆମେ ତାର ମସଲାର ଆମେ ପ୍ରିପାରେସନ୍ କରିନେବା। ଆଉ ମସଲା ପାଇଁ ଏଠି ମୁଁ ଆଳୁକୁ ଆଗ ଟିକେ ଅଳ୍ପ ଭାଜି ନେବା। ଆଳୁକୁ 5ରୁ 7 ମିନିଟ୍ ଭାଜିବା ପରେ ତାକୁ ମୁଁ କାଢ଼ି ଦେଇଛି। ଆଳୁ ପାଖାପାଖି ମୋର 80% କୁକ୍ ହେଇଯାଇଛି। ଆଉ 20% ଆମର ଗ୍ରେଭିରେ କୁକ୍ ହେବ। କଡ଼େଇଟାକୁ ଭଲରେ କ୍ଲିନ୍ କରିନେବା। ଆଉ ସେଇଥିରେ ହିଁ ମୁଁ ତେଲ ଆଡ଼୍ କରିଦେଇଛି, ପାଖାପାଖି 1.5 ଟେବୁଲ୍ ସ୍ପୁନ୍ ମୁଁ ତେଲ ଆଡ଼୍ କରିଦେଇଛି। ଆଉ ଜିରା ଆଡ଼୍ କରିଦେଇଛି। ଜିରା ଫୁଟେଇ ନେବା ଆମେ ଏଥିରେ। ଆଉ ଏବେ ଟିକେ କଲର୍ ପାଇଁ କାଶ୍ମୀରୀ ଲାଲ ମିର୍ଚ ପାଉଡ଼ର ଆଡ଼୍ କରିଛି। ଆପଣମାନେ ଚାହିଁଲେ ଲାଲ ମିର୍ଚ ପାଉଡ଼ର ବି ଆଡ଼୍ କରିବେ, କିନ୍ତୁ ଏଠିଟା ଟିକେ ତିଖା ରହିବ। ଆଉ ତାପରେ ମୁଁ ଏଠି 2ରୁ 3ଟା ପିଆଜ ଆଡ଼୍ କରିଦେଇଛି। ଆପଣମାନେ ଚାହିଁଲେ ଆଉ ଟିକେ ଅଧିକା ଯଦି ମସଲା ଦରକାର ଦେବେ, ଆଉ ଅଧିକା ଟିକେ ପିଆଜ ଆଡ଼୍ କରିପାରିବେ। ପିଆଜକୁ ଏମିତି ଭାବରେ ଗୋଲ୍ଡେନ୍ ବ୍ରାଉନ୍ ଆମେ କରିନେବା। ପିଆଜଟା ଗୋଲ୍ଡେନ୍ ବ୍ରାଉନ୍ ହେଇସାରିଲା ପରେ ଏଥିରେ ଅଦା, ରସୁଣ ଆଉ ଟମାଟର ପେଷ୍ଟ 2ଟା ମୁଁ ମିଡ଼ିୟମ୍ ସାଇଜ୍ର ଟମାଟର ନେଇଥିଲି, ଗୋଟେ ବୁଦା ରସୁଣ ଆଉ 1 ଇଞ୍ଚ ଅଦାର ପେଷ୍ଟକୁ ମୁଁ ଆଡ଼୍ କରିଦେଇଛି। ଆକୁ ତେଲ ଉପରକୁ ଉଠି ଆସିବା ପର୍ଯ୍ୟନ୍ତ ଆମେ କଷି ନେବା। ଦେଖନ୍ତୁ ସେଟାର ପାଣିଟା ଯେଉଁଟା ଥିଲା ସେଇଟାକୁ ଭଲ ଭାବରେ ଆମେ କିଛି ୱେଷ୍ଟ କରିବାନି। ଭଲ ଭାବରେ ପାଣିଟାକୁ ପିଛୁଳେଇକି ମୁଁ ଦେଇଦେଇଛି ଗ୍ରାଇଣ୍ଡରରୁ। ତାପରେ ଲୁଣ ଆଉ ହଳଦୀ ମୁଁ ଆଡ଼୍ କରିଦେଇଛି। ଲୁଣଟା ଆଡ଼୍ କଲେ ମସଲାଟା ଜଲ୍ଦି ସିଝିଯାଏ। ଏଠି ଦେଖନ୍ତୁ ଡାଲିରେ 2ଟା ସିଟି ଦେଇଥିଲି, ସେଟା ସିଝି ଯାଇଛି। ଏବେ ତାର ଆମେ ଫୁଟଣ ଦେଇଦେବା। ଫୁଟଣ ପାଇଁ ଏଠି ମୁଁ ସୋରିଷ ତେଲ ଆଡ଼୍ କରିଛି, ତାପରେ 5 ଫୁଟଣ ଆଡ଼୍ କରିଦେଇଛି, ତାପରେ ମୁଁ ହିଙ୍ଗ ଆଡ଼୍ କରିଦେଇଛି, ତାପରେ କଞ୍ଚା ଲଙ୍କା ଆଡ଼୍ କରିଦେଇଛି। ଆଉ ଏଇ ଡାଲି କଥା ଯଦି ମୁଁ କହିବି, ତ ଏଇଟା ପ୍ରଥମେ ମୁଁ ଯେତେବେଳେ ବନାଉଥିଲି ସେତେବେଳେ ହଜବେଣ୍ଡ କହୁଥିଲେ କାଞ୍ଜି ଭଳିଆ ଲାଗୁଛି, ବହୁତ ଭଲ ଲାଗୁଛି। ଏବେ 2-3 ଥର ବନେଇଲା ପରେ ଏବେ କହୁଛନ୍ତି ଏଇଟା କ'ଣ ବନାଉଛ, ଡାଲି ବନାଉଛ ନା ଡାଲମା ବନାଉଛ, ମୁଁ କିଛି ବୁଝିପାରୁନି। ତ ମାନେ 2-3 ଥର ଖାଇଲା ପରେ ଆଉ ଟେଷ୍ଟ ମେ ବି ତାଙ୍କୁ ଭଲ ଲାଗୁନି, କିନ୍ତୁ ଝିଅକୁ ମୋର ପିଲାଙ୍କୁ ବହୁତ ପସନ୍ଦ ହେଇଥିଲା। ତ ତାଙ୍କ ପାଇଁ ହିଁ ମୁଁ ବନେଇଛି। ସେ ଯଦି ଇଚ୍ଛା ହେବ ଟିକେ ଖାଇବେ, ଅଦରୱାଇଜ୍ ପଖାଳ ଭାତ ଖାଇବେ, ଏମିତି କିଛି ଅଛି। ପ୍ରାୟ ଅଫିସରୁ ଆସିଲା ପରେ ସେ ଆଜିକାଲି ପଖାଳ ହିଁ ଖାଉଛନ୍ତି, ପଖାଳ ଦହି କରିକି ଖାଉଛନ୍ତି। ଆଉ ଏଠି ମୁଁ ମସଲାଟା କଷି ନେଉଛି। ଫୁଟଣଟା ଦେଇଦେଲି ଡାଲିର। ତ ମସଲାଟା ଏବେ ଟିକେ ପାଣି ଦେଇକି ସେଥିରେ ଆମେ ଆଳୁକୁ ଆଡ଼୍ କରିନେବା। ଦେଖନ୍ତୁ ତେଲଟା ମୋର ଅଲରେଡ଼ି ଉପରକୁ ଉଠି ଆସିଥିଲା, ମସଲାଟା କୁକ୍ ହେଇସାରିଲାଣି। ଏବେ ଆମେ ଆଳୁ ଆଉ ପଣସ 2ଟା ଯାକ ସେଥିରେ ଆଡ଼୍ କରିନେବା। ଆଳୁଟା ଟିକେ ଅଧିକା, ମାନେ ଆଳୁଟା ସିଝି ନଥିଲା, ସେଥିଲାଗି ଆଗ ମୁଁ ଆଳୁଟା ଆଡ଼୍ କରୁଛି। ଟିକେ ସିଝିଗଲା ପରେ ପଣସଟାକୁ ଆଡ଼୍ କରିବା। ଦେଖନ୍ତୁ କେତେ ଭଲ ଭାବରେ ତେଲ ଉପରକୁ ଉଠି ଆସିଛି, ମସଲା ଭଲ ଭାବରେ କଷି ଯାଇଛି। ଆଉ ଏବେ ସିଝା ପଣସ ଯେଉଁଟା ମୁଁ ଭାଜିକି ରଖିଦେଇଥିଲି, ମାନେ ପ୍ରଥମେ ସିଝେଇକି ତାପରେ ତେଲରେ ଭାଜିକି ରଖିଦେଇଥିଲି, ତାକୁ ଆମେ ଆଡ଼୍ କରିନେବା। ଆଉ ଆକୁ ଆମେ 5ରୁ 7 ମିନିଟ୍ ପାଇଁ କଷି ନେବା। ଆଉ ତାପରେ ହାଲକା ଟିକେ ପାଣି ଦେଇକି ଆମେ ତାକୁ ସିଝିବା ପାଇଁ ଛାଡ଼ିଦେବା। ଆଉ ଏଠି ଅଳ୍ପ ଟିକେ ମୁଁ ବଡ଼ି ଭାଜି ନେଉଛି। ଏ ବଡ଼ିଟା ମୋର ଓଡ଼ିଶାରୁ ହିଁ ଆସିଥିଲା। ଏଠି ଏ ବଡ଼ିଟା ମିଳେନି ନର୍ମାଲି। ଏଠି ଟିକେ ଅଲଗା ଅଲଗା ଟାଇପ୍ର ବଡ଼ି ମିଳେ, ଯେଉଁଟା ବହୁତ ଖଟା ଖଟା ଲାଗେ। ତ ଏଠି ଘରୁ ଯେଉଁମାନେ ବଡ଼ି ଆଣନ୍ତି ବହୁତ ଭଲ ବଡ଼ି ଆଣନ୍ତି, କିନ୍ତୁ ଯେଉଁଟା ମିଳେ ଏଠି ମାର୍କେଟରେ ସେଇଟା ମୋତେ ବିଲକୁଲ ବି ଭଲ ଲାଗେନି। ତ ଆଉ ଆଜି ପଣା ସଂକ୍ରାନ୍ତିରେ ଆପଣମାନେ କିଏ ପଣା କରିକି ପିଉଛନ୍ତି କି ନାହିଁ ମୋତେ ଜଣାଇବେ। ତ ମୋର ଆଜି ଏମିତି ହେଲା କି ଆକ୍ଚୁଆଲି ବେଲ ମିଳୁନି। ମୁଁ ଦିନେ 2 ଦିନ ଭିତରେ ଟ୍ରାଏ କରୁଛି, ଯେଉଁ ଦିନ ବି ବେଲ ମିଳିବ
ସେଇ ଦିନ ହିଁ ମୁଁ ପଣାର ରେସିପି ପଣା କରିକି ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ତ ମୋର ତ ମଜବୁରୀ। ତ ଏମିତି ଭାବରେ ଦେଖନ୍ତୁ ତରକାରୀରେ ପାଣି ଟିକେ ଦେଇଥିଲି, ସେ କୁକ୍ ହେଉଛି। ଆଉ ଟିକେ ସମୟ ଆମେ ତାକୁ ସିଝେଇ ନେବା। ସବୁ ଜିନିଷ ଲଗଭଗ ସିଝିଗଲାଣି ଆଉ ରେଡ଼ି ହେଇ ଆସିଲାଣି। ଏବେ ଆମେ ଧନିଆ ପତ୍ର ଏଥିରେ ପକେଇ ନେବା। ଆଉ ମୋତେ କିଛି ପଣା ପାଇଁ ବି ଅର୍ଡ଼ର ଆସିଥିଲା, ପଣା ପାଇଁ ମେସେଜ୍ କିଛି ଆସିଥିଲା, ବହୁତ ଲୋକଙ୍କର ଆସିଥିଲା। ମେନ୍ କଥା ହେଉଛି ଏଠି ବେଲ ହିଁ ମିଳୁନି। ତ ସେଥିଲାଗି ମୁଁ ପଣାଟା ବନେଇ ହିଁ ପାରିଲିନି। ଦିନେ 2-3 ଦିନ ଆଗରୁ ଟ୍ରାଏ କରିଥିଲେ ହେଇଥାନ୍ତା। ତ ପୁଅ ସାଙ୍ଗରେ ମୁଁ ବିଜି ରହିଯାଇଥିଲି, ଯେହେତୁ ତା'ର ଦେହ ଖରାପ ଅଛି। ତ ତା ସାଙ୍ଗରେ ମୁଁ ବିଜି ରହିଯାଇଥିଲି। ଏବେ ଦେଖନ୍ତୁ ଖାଇବାର ସବୁ ପ୍ରିପାରେସନ୍ ହେଇଗଲାଣି। ଏଇଟା ପଣସ କଷାଟା ମୁଁ ଏଠି ବନେଇ ଦେଇଛି। ତା ସାଙ୍ଗରେ ଏପଟେ ବଡ଼ି ଭଜାଟା ଏଠି ବନେଇଛି। ଏଠି କିଛି ଟମାଟୋ ବଗେରା ପୋଡ଼ୁଛି। ଆଉ ଏଠି ଡାଲିଟା ରେଡ଼ି ହେଇଯାଇଛି। ଆଉ ଏଠି ବାଇଗଣ ଆଉ ତା ସାଙ୍ଗରେ ଏପଟେ କାକୁଡ଼ି। ଏଇଟା ହେଉଛି ମୋର ଆଜିର